সৌবর্ণাসন সচিতাং ত্রিনয়নাং পিতাং শুক্লাসিনীং হেমাভাঙ্গ রুচিং শশাঙ্ক মুকুটাং সৎসম্পদুতাং হস্তির্মুদ্গর পাশমধ্বর সরাং সংবিভ্রতি ভূষণৈ ব্যাপ্তাঙ্গিং বগলামুখীং ত্রিজগতাং সত্ত্বমিনীং চিন্তয়ে। মঙ্গল দেবতা ইষ্টদেবী মা জগজ্জননী বগলামুখী জগন্নাথ বলভদ্র সুভদ্রা সুদর্শনী চতুর্থা মূর্তি দেবতা লক্ষ্মী নারাୟଣ ଇଷ୍ଟଦେବୀ ମା ଜଗଜ୍ଜନନୀ ଖଣ୍ଡୁଆଳି ଯେଉଁମାନେ ଆଜିର ଏହି ଆଷ୍ଟ୍ରସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଏବଂ ଆତ୍ମସନ୍ତୋଷର ଦିନ ହେଉ, ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। ଆଜି ଅକ୍ଟୋବର ମାସ 8 ତାରିଖ 2024 ମସିହା କନ୍ୟା 23 ଦିନ ଆଶ୍ୱିନ ମାସ ଶୁକ୍ଳପକ୍ଷ ପଞ୍ଚମୀଗତ ଷଷ୍ଠୀ ମଙ୍ଗଳବାର। ପଞ୍ଚମୀ ସକାଳ 11:18 ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ଷଷ୍ଠୀ ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର ଜ୍ୟେଷ୍ଠା ବିଛା। ଜ୍ୟେଷ୍ଠା ନକ୍ଷତ୍ର ରାତ୍ରି 4:48 ପର୍ଯ୍ୟନ୍ତ ରହିବ ଏବଂ ଚନ୍ଦ୍ର ବିଛା ରାଶିରେ ମଧ୍ୟ ସେହି 4:48 ପର୍ଯ୍ୟନ୍ତ ଅବସ୍ଥାନ କରିବେ। ସକାଳ 11:18 ପର୍ଯ୍ୟନ୍ତ ପଞ୍ଚମୀ ତିଥି ଯୋଗୁଁ ବେଲ ଖାଇବା ମନା, ଖାଇଲେ ମହାକଳଙ୍କ ଏବଂ ଏହାପରେ ଷଷ୍ଠୀ ତିଥି ଯୋଗୁଁ ପିତା ଦ୍ରବ୍ୟ ଖାଇବା ମନା, ଖାଇଲେ ପଶୁ ଯୋନିରେ ଜନ୍ମ। ଏ ଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଅଷ୍ଟମ ଚନ୍ଦ୍ର ମଙ୍ଗଳବାର ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ। ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାଧାବନ କରିବେ। ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ରହିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଦ୍ୱିଗୁଣ ଅଧିକ ହେବ ଏବଂ କର୍ମରେ ବିଫଳତା ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର କୃତ୍ତିକା ମେଷ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 6, ଆରାଧନା ପ୍ରଭୁ ସ୍କନ୍ଦ। ବୃଷ ରାଶି ସପ୍ତମ ଚନ୍ଦ୍ର ମଙ୍ଗଳବାର ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ସହଧର୍ମିଣୀଙ୍କ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ। ମୂଲ୍ୟବାନ ଧାତୁ, ବସନ ଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ। ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ ସହଯୋଗ ଏବଂ ଧନ ପ୍ରାପ୍ତିର ସୁଯୋଗ ମିଳିବ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା, ସମ୍ମାନ ଓ ମହିଳା ସହକର୍ମୀଙ୍କର ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 4, ଆରାଧନା ପ୍ରଭୁ ଶ୍ରୀରାମ। ମିଥୁନ ରାଶି ଷଷ୍ଠ ଚନ୍ଦ୍ର ମଙ୍ଗଳବାର ଏବଂ ସକାଳ 11:18 ପରେ ଷଷ୍ଠ ଚନ୍ଦ୍ର ଯୋଗୁଁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ପରୋପକାର, ସମାଜ ସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ। ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ ଅବସାଦରୁ ମୁକ୍ତ ହେବେ ଏବଂ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଆଦ୍ରା ମିଥୁନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 2, ଆରାଧନା ମା ଛିନ୍ନମସ୍ତା। କର୍କଟ ରାଶି
ପଞ୍ଚମ ଚନ୍ଦ୍ର ସକାଳ 11:18 ପର୍ଯ୍ୟନ୍ତ ପଞ୍ଚମୀ ତିଥି, ମଙ୍ଗଳବାର ଯୋଗୁଁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନସମ୍ପର୍କ ବୃଦ୍ଧି ପାଇବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ କର୍ମ, ଚାଲିଚଳନ, ବ୍ୟବହାର, କଥାବାର୍ତ୍ତାକୁ ନେଇ ଗର୍ବ ଅନୁଭବ କରିବେ। ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ ଏବଂ ପୈତୃକ ସମ୍ପତ୍ତିକୁ ନେଇ ଲାଗିଥିବା ବିବାଦର ସମାଧାନ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା, ସହକର୍ମୀଙ୍କ ସହଯୋଗ ଏବଂ ସମ୍ମାନ ମିଳିବ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଧଳା, ସଂଖ୍ୟା 1, ଆରାଧନା ଭଗବାନ ଶିବ। ସିଂହ ରାଶି, ଚତୁର୍ଥ ଚନ୍ଦ୍ର ଯୋଗୁଁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ସୌଜନ୍ୟରେ କଥାବାର୍ତ୍ତା ଏବଂ ବନ୍ଧୁବାନ୍ଧବଙ୍କ ସହ କଥାବାର୍ତ୍ତା, ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟକ୍ତି ଗୁରୁଜନଙ୍କ ସହ କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ। ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ଯାନବାହନରେ ଖର୍ଚ୍ଚାନ୍ତ, ଆର୍ଥିକ କ୍ଷତି ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ମନ ଅସ୍ଥିର, ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ ଏବଂ ସମସ୍ତ କର୍ମ ବିବାଦୀୟ ହେବ। ବାଣିଜ୍ୟ ବ୍ୟବସାୟରେ କ୍ଷତି ଏବଂ ପରିବହନ ବ୍ୟବସାୟରେ ଅଧିକ କ୍ଷତି ହେବ। କର୍ମରେ ବିଫଳତା, ପଦସ୍ଥ ଅଧିକାରୀଙ୍କର ରୋଷର ଶିକାର ହେବେ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ସିଂହ, ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 3, ଆରାଧନା ମା ମାତଙ୍ଗୀ। କନ୍ୟା ରାଶି, ତୃତୀୟ ଚନ୍ଦ୍ର ବୁଧଙ୍କ ନକ୍ଷତ୍ର ଯୋଗୁଁ ମନରେ ଉତ୍ସାହ ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି, ସୌଜନ୍ୟରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି ଏବଂ ଭାଇ ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ନୂତନ କର୍ମ ଆରମ୍ଭ, ନୂତନ ବ୍ୟବସାୟ ଆରମ୍ଭ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କର୍ମତତ୍ପରତା, କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ହସ୍ତା କନ୍ୟା, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ସବୁଜ, ସଂଖ୍ୟା 8, ଆରାଧନା ଭଗବାନ ବିଷ୍ଣୁ। ତୁଳା ରାଶି, ଦ୍ୱିତୀୟ ଚନ୍ଦ୍ର ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ ପ୍ରତି ମନରେ ଅହେତୁକ ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ସମ୍ପଦ ଯେତେ ଅଧିକ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ। ନୂତନ ଆୟର ପନ୍ଥା ଖୋଲିବ ଏବଂ ଅନ୍ୟକୁ ଦେଇଥିବା ଧନ ଓ ବକେୟା ଧନ ପ୍ରାପ୍ତ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ମିଳିଲେ ମଧ୍ୟ ଦ୍ୱିତୀୟ ଚନ୍ଦ୍ର ହେତୁ କିଛି ସମସ୍ୟା ଦେଖାଦେବ। ଯେଉଁମାନଙ୍କର ଅନୁରାଧା ବିଚ୍ଛା, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 3, ଆରାଧନା ଜଗଜ୍ଜନନୀ ମା ବଗଳାମୁଖୀ। ଧନୁ ରାଶି, ଦ୍ୱାଦଶ ଚନ୍ଦ୍ର ମଙ୍ଗଳବାର ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆୟ 5 ଟଙ୍କା ହେଲେ ବ୍ୟୟ 25 ଟଙ୍କା ହେବ। ଅଯଥା ଖର୍ଚ୍ଚ, ବଦ୍ ଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର ଅହେତୁକ ଭାବେ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ। ବୃଥା ଭ୍ରମଣ, ମନରେ କୁଭାବନା, କୁଚିନ୍ତା ଏବଂ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ବଦଖର୍ଚ୍ଚ ଅଧିକ ହେବ। କର୍ମରେ ବିଫଳତା ଏବଂ ସମସ୍ତ କର୍ମ କଣ୍ଟକ ସଦୃଶ ମନ ହେବ। ଯେଉଁମାନଙ୍କର ଉତ୍ତରା ସାରା ଧନୁ, ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 2, ଆରାଧନା ମା ତାରା। ମକର ରାଶି, ଏକାଦଶ ଚନ୍ଦ୍ର ଘାତ 12 ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆୟରେ ଆଖି ଦୃଶ୍ୟା ଉନ୍ନତି ଦେଖାଦେବ। ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ହୃତ ଧନ ଫେରି ପାଇବେ।
ନୂତନ ଆୟର ପନ୍ଥା ଖୋଲିବ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ଦେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ଶ୍ରବଣା ମକର ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ମାଟିଆ, ସଂଖ୍ୟା 3, ଆରାଧନା ଜଗଜ୍ଜନନୀ ମା ବିମଳା। କୁମ୍ଭ ରାଶି, ଦଶମ ଚନ୍ଦ୍ର ଓ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ଗୁରୁତ୍ୱ ଓ ବିଶ୍ୱାସ ରହିବ। କର୍ମ ପ୍ରତି ଏକାଗ୍ରତା, ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଅଧିକ ସଫଳତା ମିଳିବ। ମନରେ ସତ୍ ଚିନ୍ତା, ସତ୍ ଭାବନା ପ୍ରକାଶ ପାଇବ ଏବଂ ସତ୍ କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ଶତବିଶା କୁମ୍ଭ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 6, ଆରାଧନା ମା ଦୁର୍ଗା। ଶେଷ ରାଶି ମୀନ ରାଶି। ନବମ ଚନ୍ଦ୍ର ମଙ୍ଗଳ ବାର ଯୋଗୁଁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନସମ୍ପର୍କ ବୃଦ୍ଧି ପାଇବ। କୌଣସି ସଭା କିମ୍ବା ସଂଗଠନର ନେତୃତ୍ୱ ଦେବେ ଏବଂ ମହତ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କର ଶୁଭ ଦୃଷ୍ଟିରେ ରହିବେ। ଯେଉଁମାନଙ୍କର ଉତ୍ତରା ଭାଦ୍ର ମୀନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 2, ଆରାଧନା ଜଗଜ୍ଜନନୀ ମା ତାରା। ଏ ଥିଲା ଆଜିର 12ଟି ରାଶିର ବ୍ୟକ୍ତିମାନଙ୍କର ଦୈନିକ ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷାଦି କରି ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ। ଓଁ ଅସ୍ୟଶ୍ରୀ ମଙ୍ଗଳ ମହାମନ୍ତ୍ରସ୍ୟ ବିରୂପାକ୍ଷ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ମଙ୍ଗଳ ଦେବତା ସୁହୃଦୟେ। ମଙ୍ଗଳ ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏ ମନ୍ତ୍ରଟିକି ଋଷାଦିଟିକି ଥରେ କରିବେ ଏବଂ ମନ୍ତ୍ରଟି ହେଲା ଓଁ ହୁଁ ଶ୍ରୀଂ ମଙ୍ଗଳାୟ ନମଃ। ଏ ମନ୍ତ୍ରଟିକି ସକାଳେ 108 ଏବଂ ସନ୍ଧ୍ୟାରେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଉ ତ ସମୟ ସରିଯାଇଛି। ଆସନ୍ତାକାଲି ଦେଖା ହେବ ଠିକ୍ ସକାଳ 8ଟାରେ। ସେତେବେଳେ ସମୟ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।